ବୃଦ୍ଧି କରାଯାଇଛି। 20 ତାରିଖ ପର୍ଯ୍ୟନ୍ତ ଥିଲା ଅଗଷ୍ଟ 20 ତାକୁ ମଧ୍ୟ ବୃଦ୍ଧି କରାଯାଇଛି। ଏହି ପଞ୍ଜୀକରଣ ପ୍ରକ୍ରିୟା ଗତ ଜୁଲାଇ ମାସ ତାରିଖଠାରୁ ଆରମ୍ଭ କରି ଏହି ମାସ 20 ତାରିଖ ପର୍ଯ୍ୟନ୍ତ ଥିଲା। ପିଲାମାନଙ୍କର ଅନୁକୂଳ କ୍ରମେ ଏହାକୁ ଆହୁରି ବଢ଼ାଇ ଦିଆଯାଇଛି ଏବଂ ଆମର ଉଦ୍ଦେଶ୍ୟ ଗୋଟିଏ ଜଣେ ବି ଚାଷୀ ଜଣେ ବି ଯୋଗ୍ୟ ଚାଷୀ ପଞ୍ଜୀକରଣରୁ ବଞ୍ଚିତ ନ ହେଉ, ସମସ୍ତେ ଏହାର ସୁଯୋଗ ପାଆନ୍ତୁ ଏବଂ ଏ ପର୍ଯ୍ୟନ୍ତ 10,93,220 ଜଣ ଚାଷୀ ପଞ୍ଜୀକରଣ ଅଲରେଡ଼ି କରିସାରିଛନ୍ତି। ଆଉ ଏ ପ୍ରକ୍ରିୟାକୁ ସରଳୀକରଣ କରିବା ପାଇଁ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହି ହିସାବରେ କେବଳ ଏକ ଅଣ୍ଡରଟେକିଂ ଫର୍ମରେ ସାଇନ୍ କରି କୃଷକମାନେ ତାଙ୍କର ପଞ୍ଜୀକରଣ କରିପାରିବେ। ତେଣୁ କୌଣସି ପ୍ରକାର ବିଭ୍ରାନ୍ତିକର ତଥ୍ୟରେ ବିଶ୍ୱାସ ନ କରି, କାହା କଥାରେ ବିଶ୍ୱାସ ନ କରି ସବୁ କୃଷକମାନଙ୍କୁ ନିବେଦନ କରିବି ସମସ୍ତେ ତାଙ୍କର ପଞ୍ଜୀକରଣ କରନ୍ତୁ। ଇଏ ବିଗତ 24 ବର୍ଷ ଭିତରେ କୃଷକମାନଙ୍କୁ ବିଜେଡ଼ି ସରକାର ଧପେଇଛି। 100 ଟଙ୍କା ବୋନସ୍ ଦେବା କହିକି ମଧ୍ୟ ଦେଇପାରିନାହିଁ, କିନ୍ତୁ ଆମ ସରକାର ଯାହା କରିଛି ତାହା କରିକି ଦେଖେଇଛି। କୃଷକମାନେ ବହୁତ ଖୁସି ଅଛନ୍ତି ଏବଂ ତାଙ୍କୁ ଆମେ କେବେ ହେଲେ ଅସୁବିଧାରେ ପକାଇବାକୁ ଦେବୁନି। ଯେଉଁଠି ପ୍ରୋବ୍ଲେମ୍ ଆସିବ ମାନ୍ୟବର ବିଧାୟକମାନେ ଆସିକି ଡିସ୍କସନ୍ କଲେ ଏବଂ ତା ଉପରେ ମଧ୍ୟ ଆମ ସରକାର ଡିସିସନ୍ ନେଲା ଯେ ସରଳୀକରଣ କରାଯିବ ଏବଂ ପଞ୍ଜୀକରଣ କରିବା ପାଇଁ ସମୟ ଅବଧି ମଧ୍ୟ କରାଯିବ। ବହୁତ ବହୁତ ଧନ୍ୟବାଦ।